ମଣିଷ ଜୀବନ ବଞ୍ଚିଛି ମାନେ କିଛି ପାଇବାକୁ ଆଶା କରିଛି, ସେଥିପାଇଁ ବୁଝିଛି। କିଛି ମନରେ ଆଶା ନଥିଲେ କ'ଣ ଆଜ୍ଞା କିଏ କାହାକୁ ମାଗନ୍ତା, କ'ଣ ପାଇଁ କିଏ କେଉଁ ଠାକୁର ଯାଆନ୍ତା। ମୋ ମନରେ ଇଚ୍ଛା ଅଛି ତ ମୁଁ ଜାଣିଛି ଦବା ଲୋକ ଭଗବାନ, ତାଙ୍କ ହାତରେ ସବୁ ଅଛି। ସେ ଯାହା ଚାହିଁବେ କରିଦେବେ, ଯାହା ଚାହିଁବେ ଚେଞ୍ଜ କରିଦେବେ, ଯେଉଁଟା ଚାହିଁବେ ଯାହାକୁ ଦେଇପାରିବେ। ସେଇଥିପାଇଁ ତ ମଣିଷ ମାଗେ, ପ୍ରଭୁ ମୋର ଏଇ ଇଚ୍ଛାଟା ପୁରା କରିଦେ, ମୁଁ ତୁମକୁ ସେଇଟା ଦେବି, ଏଇଟା ଦେବି, ନଡ଼ିଆ ଦେବି, ଯାହା କିଛି ବି ହଉ ମନର ଇଚ୍ଛାରେ କୁହେ। ଭଗବାନ ବି ଖୁସିରେ ଖୁସିରେ କହନ୍ତି ଯାହା ହଉ ଭକ୍ତଟା ମୋର କିଛି ତ ଦେବାକୁ ଚାହୁଁଛି, କ'ଣ ଆଜ୍ଞା ଦେବା କହୁନାହାନ୍ତି। ଯାହା କିଛି ବି ହେଉଛିନି ସବୁ ତାଙ୍କର ଇଚ୍ଛାରେ ହେଉଛି, ଆଉ ଯାହା ହେବ ବି ସେଇଟା ତାଙ୍କ ଇଚ୍ଛାରେ ହିଁ ହେବ। ସବୁ କିଛି ଫିକ୍ସ କରିକି ରଖିଛନ୍ତି, କ'ଣଟା କାହାକୁ ଦେବି, କିଏ କ'ଣ ପାଇଲେ ଖୁସି ହେବ, କ'ଣ ନାହିଁ। ଆମେ ହୁଏତ ମୁଁ ଭାବେ କିଛି ସମୟ ଖୁସି ପାଇଁ ଆମେ ଭାବି ନିଅନ୍ତି ଯେ ଏଇ ଜିନିଷଟା ମୋତେ ମିଳିଗଲେ ମୁଁ ଖୁସି ହେଇଯିବି, କିନ୍ତୁ ଭବିଷ୍ୟତରେ ସେଟାର କ'ଣ ତାର ପ୍ରଭାବ ପଡ଼ିବ ତୁମ ସାଙ୍ଗରେ, ସେ ତୁମର ସେ ଦରକାର ହେବ କି ନାହିଁ, ସେ ଜିନିଷଟା ତାକୁ ନେଇକି ତୁମେ ଖୁସି ହେବ କି ନାହିଁ, ସେ ଜିନିଷଟା ଭଗବାନ ହିଁ ଜାଣିଥାନ୍ତି। ଏ ପିଲାଟା ଏ ଜିନିଷଟା ମାଗୁଛି, ତାକୁ ଦେଇଦେଲେ ସେ ଖୁସି ହେବ କି କ'ଣ ହେବ। ସାମୟିକ ଖୁସି ପାଇଁ ଆମେ ଜିନିଷଟା ମାଗୁ, କିନ୍ତୁ ଆମେ ଜାଣିନଥାଏ ଭବିଷ୍ୟତରେ କ'ଣ ହେବ। କିନ୍ତୁ ଯିଏ ସୃଷ୍ଟି ତିଆରି କରିଛନ୍ତି ସିଏ ତ ଜାଣିଛନ୍ତି ନା, ତତେ ଦେଇଛନ୍ତି ଯେଉଁ ଜିନିଷ, ତୁମର ଫ୍ୟୁଚର କ'ଣ, ତୁମର କ'ଣ ଅଛି, ସେଇ ଅନୁସାରେ ତୁମ ପାଇଁ ସବୁ ଜିନିଷ କରିଥାନ୍ତି ଭଗବାନ। ଏମିତି କିଛି ବି ଜିନିଷ କରେଇ ଦିଅନ୍ତି, ନହେବା ଜିନିଷ ତୁମ ସାଙ୍ଗେ ଘଟିଯାଏ, ତୁମେ ଭାବ ଯେ ହଁ ପ୍ରଭୁ ଏମିତି କରିଦେଲେ, ସେମିତି କରିଦେଲେ। କିନ୍ତୁ ସବୁର କାରଣ ଅଛି ଆଜ୍ଞା। କର୍ମ ଅଛି ତ ଫଳ ଅଛି, ଭଲ ଅଛି ତ ମନ୍ଦ ବି ଅଛି। ସବୁ ଜିନିଷକୁ ନେଇକି ଚଳିବା ପାଇଁ ପଡ଼ିବ। ସବୁ ଭଲରେ ଭଲରେ ଯଦି ହେଇଯାଆନ୍ତାନି କି ଆମେ ନିଜେ ନିଜେ ଭଗବାନ, କାହାକୁ କ'ଣ କହିବା ଦରକାର ଆଜ୍ଞା। ନିଜେ ଅଛି, ସବୁ ତ ଖୁସିରେ ଖୁସିରେ ଯାଉଛି, କ'ଣ ଆଜ୍ଞା। ଯଦି ଦୁଃଖ ନଥାନ୍ତା ନା ମନରେ, ଖୁସିର ମୂଲ୍ୟ କ'ଣ, କିଏ ବୁଝିବ କହିଲ ଖୁସିର ମୂଲ୍ୟଟା। ଆମେ ଯଦି ଦୁଃଖଟା କ'ଣ ଜାଣିନେ, ଟିକେ ଟିକେ କାନ୍ଦିନେ, କଷ୍ଟ ପାଇନେ, ଖୁସିଟାର ମୂଲ୍ୟ ରହିବ କି? କିଛି ନାହିଁ ଆଜ୍ଞା। ଖୁସିଟା ପାଇଛେ ବୋଲି ଦୁଃଖଟା ଅନୁଭବ କରୁଛେ, ଆରେ ମୁଁ ଏତେ ଖୁସିରେ ଥିଲି, ବର୍ତ୍ତମାନ ଏମିତି ସବୁ ହେଉଛି, ଦୁଃଖ ଲାଗୁଛି। ସେମିତି ଦୁଃଖଟା ବି ଅଛି, ଦୁଃଖଟା ପରେ ଯେତେବେଳେ ଖୁସିଟା ଆସିବ ସେଇଟା ତ ଆହୁରି ଆନନ୍ଦ, ଠିକ୍ କି ନାହିଁ ଆଜ୍ଞା। ଯେତେବେଳେ ମଣିଷକୁ ଶୋଷ ଲାଗେ ସେତେବେଳେ ପାଣିର ମୂଲ୍ୟ ସେ ବୁଝେ, ପାଣି ପିଇଲେ ଆନନ୍ଦ ଲାଗେ, ଠିକ୍ କହିଲେ ନା। ଯଦି ଶୋଷ ଲାଗୁନଥିବ, ପାଖରେ ଯେତେ ପୋଖରୀ ଥିଲେ, ପାଣି ଥିଲେ, କ'ଣ ଅଛି, ମୋତେ ତ ଶୋଷ ଲାଗୁନି, ପାଣିର ମୂଲ୍ୟ ହିଁ ହେଇଯାଏ ସେତେବେଳେ ପାଣିଟା। ସେଥିପାଇଁ ଶୋଷ ଲାଗିବା ହିଁ ଭଲ।